ମୁଁ ଶ୍ରୀ ଲଳିତ ମାଣିକାମୀ ଜଣେ ସମାଜସେବୀ ତତ୍ସଙ୍ଗେ ଡିଏଲ୍ ଅଲ୍ ଇଣ୍ଡିଆ ନ୍ୟାସନାଲ୍ ସେକ୍ରେଟାରୀ। ଦେଖନ୍ତୁ ମୁଁ ଆଜି କାଲିମେଳା ବ୍ଲକ ଅଫିସ୍ ସମ୍ମୁଖରେ ମୁଁ ଅନଶନରେ ବସିଛି। ଅନଶନରେ ବସିବା ପୂର୍ବରୁ ମୁଁ ଗଣତନ୍ତ୍ର ସମ୍ବିଧାନ ଆଉ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ୍ ମୁଁ ରେସ୍ପେକ୍ଟ ଦେଉଛି। ତତ୍ସଙ୍ଗେ ମୁଁ ଅନଶନରେ ବସିଥିବା ହେତୁ ମୋର ଆଖପାଖରେ ଯେଉଁ ଆସିଛନ୍ତି ମୋର ସୁରକ୍ଷା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଆଉ ଆମର ଆଇଆଇସି କାଲିମେଳା ମୋତେ ସୁରକ୍ଷା ଦେଇଛନ୍ତି, ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି। ତତ୍ସଙ୍ଗେ ମିଡ଼ିଆ ବନ୍ଧୁଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି। ଆଜି ଯେଉଁ ମୁଁ ଅନଶନରେ ବସିଛି ମୋର ଏଇ ଅଞ୍ଚଳର ଗରିବ ଲୋକମାନଙ୍କର ଆଉ ଚାଷୀ ଭାଇମାନଙ୍କର ସ୍ୱାର୍ଥ ପାଇଁ ବୋଲିକିରି ମୁଁ ଆଜି ବସିଛି। ସରକାରଙ୍କ ନିକଟରେ ମୁଁ ଦାବି ଉପସ୍ଥାପନ ରଖୁଛି, ଯେହେତୁ ବହୁତ ଦିନ ହେଲାଣି ଏ ଚାଷୀମାନଙ୍କର ସମସ୍ୟା ସମାଧାନ ହେଉନାହିଁ ଆଉ ଆମର ଏ ଗରିବ ଲୋକମାନଙ୍କର ସମସ୍ୟା ସମାଧାନ ହେଉନାହିଁ। ଆଉ ଏଠି ଦେଖନ୍ତୁ ଏ ମଝିରେ ମୁଁ ପ୍ରାୟ 5-6 ମାସ ତଳେ ମଧ୍ୟ ମୁଁ ଲିଖିତ ଆକାରରେ ମଧ୍ୟ ବିଡ଼ିଓଙ୍କୁ ମଧ୍ୟ ମୁଁ ଜଣାଇଥିଲି, ପାର୍ସନାଲି ମଧ୍ୟ ଆସିକି ବସିକି କଥା ହେଇଥିଲି। ଆଜ୍ଞା ଗାଁର ଯେଉଁ ଏବେ କାଲମେଳା ସହର ଭିତରେ ଯେଉଁ ରାସ୍ତାଘାଟ ଏ ଡ୍ରେନେଜ୍ ସିଷ୍ଟମ୍, ତାପରେ ଆମର ଯେଉଁ ବଡ଼ଯାତ୍ରା ମହାପୁର ଯିବା ରାସ୍ତା ଗୁଡ଼ିକ, ତାପରେ ଧାନମାଣ୍ଡି ରାସ୍ତା ଆଉ ତା ସାଙ୍ଗେ ଆମର ବଡ଼ଗୁଡ଼ା ଯେଉଁଟା ଗୋଟେ ଆଦିବାସୀ ଗାଁ ଅଛି, ସେ ବହୁତ ବର୍ଷ ହେଲା ସେମାନେ କେତେଥର କହିଲେଣି, ସେ ଖଣ୍ଡିଆ ଖାବରା ସେ ରାସ୍ତା ପଡ଼ିଛି, ଖାଲି ବ୍ରିଜ୍ ଗୋଟେ କରିଛି ଛାଡ଼ି ଦେଇଛନ୍ତି, ସେ ରାସ୍ତା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିନାହାନ୍ତି। ଟୋଟାଲି ପୁରା ଖରାପ ହେଇଯାଇଛି, ବର୍ତ୍ତମାନ ଲୋକ ଅସୁବିଧାରେ ପଡ଼ିଛନ୍ତି ଆଉ ଏଠି ଚାଷୀ ମଧ୍ୟ ହଇରାଣରେ ପଡ଼ୁଛନ୍ତି। ତେଣୁକରି ମୋର ଗୋଟେ ରିକ୍ୱେଷ୍ଟ ଯେ ଇମିଡ଼ିଏଟଲି ଏ ଯେଉଁ ଦାବି ଗୁଡ଼ିକ ଅଛି ଇମିଡ଼ିଏଟଲି ତାର ସମାଧାନ କରାଯାଉ। ଟିକେ ଆଗରୁ ମଧ୍ୟ ଯେତେବେଳେ ମୁଁ ଏଠି ଅନଶନରେ ବସିଛି ଆଉ ସେତେବେଳକୁ ବିଡ଼ିଓ ସାର୍ ମଧ୍ୟ ମୋ ପାଖକୁ ଆସିଥିଲେ, ଆସିକି କହୁଛନ୍ତି ଲଳିତ ବାବୁ ଆଲୋଚନା କରିବା, ଆସିକି ଭିତରେ ବସନ୍ତୁ ଆଲୋଚନା କରିବା ଏମିତି କହିଲେ। ମୁଁ କହିଲି ଆଲୋଚନା ମୁଁ କ'ଣ କରିବି ସାର୍ ଆଲୋଚନା, କାଲି କ'ଣ କଥା ଥିଲା ଆଜି କଥା ଦେଇଥିଲେ କ'ଣ, ତା ପୂର୍ବରୁ ମଧ୍ୟ ମୁଁ ଅଲରେଡ଼ି ଆଜି ଅନଶନରେ ବସିବା ପୂର୍ବରୁ ମଧ୍ୟ ମୁଁ ଆଇଆଇସିଙ୍କୁ ମଧ୍ୟ ଜଣାଇଥିଲି, ଆଇଆଇସି ମଧ୍ୟ ଆଲୋଚନା କରିଛନ୍ତି, ହେଲେ କ'ଣ କୌଣସି କାର୍ଯ୍ୟକାରୀ ହେଲା ନାହିଁ। ଯାହାଫଳରେ ମୁଁ ଆଜି ଅନଶନରେ ବସିଲି ଆଉ କହୁଛନ୍ତି ଆସିକି ଆଲୋଚନା କରନ୍ତୁ, ମୁଁ ଆଲୋଚନା କରିବି ନାହିଁ। ଯେହେତୁ वी आर द टैक्स पेयर, ଆମେ ଆପଣଙ୍କୁ ଟଙ୍କା ଦେଉଛୁ, ଆପଣ ଆସିକିରି ଆମ ସାମ୍ନାରେ ବସନ୍ତୁ। ଯେହେତୁ ଆମେ ହେଉଛୁ ମାଲିକ, ଆପଣ ଆସିକି ଆମ ସାମ୍ନାରେ ବସିକି ଆଲୋଚନା କରନ୍ତୁ। ଏଇଟା କେବେ କରିବେ? এটা যেতে দিন পর্যন্ত আপনার ন করবে এই ডিমান্ড গুড়িক সেতে দিন পর্যন্ত মু এই অনশনରୁ ঘুচিবি না। যেহেতু মু নিজে একুটিয়া ହିଁ ମୁଁ ବସିଛି ମୋ ଲୋକ ପାଇଁ ଆଉ ଏ ଚାଷୀଙ୍କ ପାଇଁ ଏ ଗରିବ ପାଇଁ ଆଙ୍କୁ ଏ ଡିମାଣ୍ଡ ଗୁଡ଼ିକ ଫିଲ୍ଅପ୍ ନ କଲା ପର୍ଯ୍ୟନ୍ତ ଆପଣମାନେ ସେତେ ପର୍ଯ୍ୟନ୍ତ ମୁଁ ଆଉ ଏଠାରୁ ଘୁଞ୍ଚିବି ନାହିଁ। ଆଉ ଏଥିରେ ଯଦି କୌଣସି ଯଦି ମୋର ଯଦି ଅପ୍ରତି ଘଟଣା ଘଟେ ସେଥି ନିମନ୍ତେ ଆପଣମାନେ ହିଁ ଦାୟୀ ହେବେ, ଓଡ଼ିଶା ସରକାର ହିଁ ଦାୟୀ ହେବେ। ଆଉ ଆପଣମାନେ ବହୁତ ହେଇଗଲା ଚାଷୀଙ୍କୁ ଆଉ ଗରିବଙ୍କୁ ହଇରାଣ କରିବାର ବହୁତ ହେଇଗଲା। ତେଣୁକରି ଏଥର ଆମେ ବି ସୋସିଆଲ ଆକ୍ଟିଭିଟି ଆମେ ଭଲିକି ସମ୍ବିଧାନ ଜାଣିଛୁ, ଆପଣଙ୍କୁ ସମ୍ବିଧାନ ପ୍ରକାର ଆମେ ବି ଆପଣେଇବୁ ଆଉ ସମ୍ବିଧାନ ପ୍ରକାର ଆମେ କାର୍ଯ୍ୟ ଲେଟର କରସ୍ପଣ୍ଡେନ୍ସ କରି ଦରକାର ପଡ଼ିଲେ ଅତି ଶୀଘ୍ର ମୁଁ ନ୍ୟାସନାଲ କମିଶନକୁ ପାର୍ଲାମେଣ୍ଟ ଆଫେୟାର୍ସ ଚେୟାରମ୍ୟାନଙ୍କୁ ମଧ୍ୟ ମୁଁ ଇମିଡ଼ିଏଟଲି ଆଜି ସନ୍ଧ୍ୟା ସୁଦ୍ଧା ମେଲ୍ କରିଦେବି।